ଦଶ ବନ୍ଧୁ ଏହା ପୂର୍ବରୁ ଆପଣଙ୍କୁ କହିଥିଲି ଯେ ପିଏମ୍ କିଷାନ ଯୋଜନାରେ ଆପଣଙ୍କର 18 ତାରିଖରେ କୃଷକ ଖାତାକୁ ଆସିବ 17ତମ କିସ୍ତି। ତ ସେହିପରି କାଲି ହେଉଛି 18 ତାରିଖ। ତ ସେହିପରି ଆଜି ହେଉଛି 17 ତାରିଖ, କାଲି ହେଉଛି 18 ତାରିଖ। ତ କାଲି ହେଉଛି ଆସିବ ଆପଣଙ୍କ ଆକାଉଣ୍ଟକୁ 17ତମ ପିଏମ୍ କିଷାନର ଆପଣଙ୍କ 17ତମ କିସ୍ତି। ତ ଏହା ବଦଳରେ ଏକ ଆର୍ଟିକଲ ପ୍ରକାଶ ପାଇଛି, ଆପଣଙ୍କୁ ଦେଖନ୍ତୁ ସେ ଆର୍ଟିକଲ ଆପଣଙ୍କୁ ମୁଁ ପଢ଼ି ଶୁଣାଉଛି। ତ ଜୁନ୍ 18ରେ କୃଷକ ଖାତାକୁ ଆସିବ ଟଙ୍କା। କେଉଁ ଜିଲ୍ଲାରେ କେଉଁ ମନ୍ତ୍ରୀ ଉପସ୍ଥିତ ରହିବେ ଆସିଲା ଲିଷ୍ଟ। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ 17ତମ କିସ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଜୁନ୍ 18 ଜୁନରେ ଉତ୍ତରପ୍ରଦେଶର ବାରାଣାସୀରୁ ବଣ୍ଟନ କରାଯିବ। 17ତମ କିସ୍ତି ବଣ୍ଟନ ଦିବସକୁ ପିଏମ୍ କିଷାନ ଉତ୍ସବ ଭାବରେ ପାଳନ କରାଯିବ। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏହି ଉତ୍ସବ ପାଳନ କରାଯିବ। ଏହା ସହ ଦେଶର କୋଟି କୋଟି କୃଷକଙ୍କ ଖାତାରେ ପ୍ରଧାନମନ୍ତ୍ରୀ କୃଷକ ଯୋଜନାରେ 17ତମ କିସ୍ତି ପ୍ରଦାନ କରାଯିବ। ତ ଏହା ଜରିଆରେ 9.3 କୋଟି କୃଷକଙ୍କୁ ପ୍ରାୟ 20,000 କୋଟି ଟଙ୍କା ପ୍ରଦାନ କରାଯିବ। ଏହି ଅବସରରେ ସୋମବାର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏକ ନୋଟିସ୍ ଜାରି କରାଯାଇଛି। କେଉଁ ମନ୍ତ୍ରୀ କେଉଁ ଜିଲ୍ଲାରେ ଉପସ୍ଥିତ ରହି ଏହି ଉତ୍ସବକୁ ସାଫଲ୍ୟମଣ୍ଡିତ କରିବେ ତାହାର ଏକ ଲିଷ୍ଟ ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବରଗଡ଼, ଉପମୁଖ୍ୟମନ୍ତ୍ରୀ କନକବଲ୍ଲୀ ସିଂହଦେଓ ବରଗଡ଼, ଉପମୁଖ୍ୟମନ୍ତ୍ରୀ ପ୍ରଭାତ ପରିଡ଼ା ପୁରୀ, ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କଟକ, ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତରାଜ ଓ ପାନୀୟ ମନ୍ତ୍ରୀ ରବିନାରାୟଣ ନାୟକଙ୍କୁ କେବିକେ ନୟାଗଡ଼, ସ୍କୁଲ ଗଣଶିକ୍ଷା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡକୁ କେନ୍ଦ୍ରାପଡ଼ା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଢେଙ୍କାନାଳ, ଆଇନ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଖୋର୍ଦ୍ଧା। ତ ଏହିପରି ମନ୍ତ୍ରୀଙ୍କୁ ସବୁ ଜିଲ୍ଲା ଦାୟିତ୍ୱ ଦିଆଯାଇଛି। ସେଇ ଯେଉଁ କାଲି ଯେଉଁ ଉଦ୍ଘାଟନ ହେବ ପିଏମ୍ କିଷାନ ଯୋଜନାର 17ତମ କିସ୍ତି ଉଦ୍ଘାଟନ ହେବ, ତ ଏହି ମନ୍ତ୍ରୀମାନେ ସବୁ ଜିଲ୍ଲାରେ ଉପସ୍ଥିତ ରହିବେ। ଦର୍ଶକ ବନ୍ଧୁ, ଇଏ ଥିଲା ଆପଣମାନଙ୍କୁ କହିଗଲି ଯେଉଁ କାଲି ଯେଉଁ ବିତରଣ ହେବ ପିଏମ୍ କିଷାନ ଯୋଜନାର 17ତମ କିସ୍ତି, ସେ ବାବଦରେ ପ୍ରଧାନମନ୍ତ୍ରୀ ମୋଦି ସବୁ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ କାଲି ଏହାର ଉଦ୍ଘାଟନ କରାଯିବ। ଦର୍ଶକ ବନ୍ଧୁ, ମୁଁ ଭାବୁଥିବି ଆଜିକା ଭିଡ଼ିଓ ଟିକେ ବୁଝିପାରିବେ। ଯଦି ଆପଣମାନେ ଏବେ ସୁଦ୍ଧା ଆମ ଚ୍ୟାନେଲ୍ ଅଛନ୍ତି ସବସ୍କ୍ରାଇବ୍ କରନ୍ତୁ ଏବଂ ମତାମତ କମେଣ୍ଟରେ ଲେଖନ୍ତୁ। ଦର୍ଶକ ବନ୍ଧୁ, ରହିଲି ନମସ୍କାର, ଜୟ ଜଗନ୍ନାଥ।